ଆପଣ ସମସ୍ତେ ଶ୍ରୀମନ୍ଦିର ଯାଇଥିବେ, ପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିଥିବେ। ଦର୍ଶନ କଲାବେଳେ ପ୍ରଭୁ ଯେତେ ବଡ଼ ଦେଖାଯାଆନ୍ତି, କିନ୍ତୁ ରଥରେ ପ୍ରଭୁ ବସିଲେ ବହୁତ ଛୋଟ ଲାଗନ୍ତି। ତେଣୁ ପ୍ରଭୁଙ୍କର ତ 10ଟା ଅବତାର ଅଛି, ବାମନ ଗୋଟିଏ ଅବତାର, ଛୋଟ ଅବତାର। ତେଣୁ ପ୍ରଭୁ ଯେତେବେଳେ ରଥରେ ବସନ୍ତି ବାମନ ରୂପ ଛୋଟଟିଏ ଦେଖାଯାଆନ୍ତି। ତେଣୁ ସେଥିଲାଗି କୁହାଯାଇଛି ଶାସ୍ତ୍ରରେ, ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଆମେ ସମସ୍ତେ ଜନ୍ମଗ୍ରହଣ କରିଛେ ଆଉ ଥରେ ଜନ୍ମ ନ ହେବା ପାଇଁ। ଯେଉଁମାନେ ମୋକ୍ଷ ଚାହାନ୍ତି, ପ୍ରଭୁଙ୍କ ସହିତ ମିଳନ ହେବାକୁ ଚାହାନ୍ତି, ପ୍ରଭୁଙ୍କ ସହିତ ଏକକାର ହେଇଯିବାକୁ ଚାହାନ୍ତି, ସେମାନେ ଆଉ ଥରେ ଜନ୍ମ ହେବାକୁ ଚାହାନ୍ତିନି। କାରଣ ଜନ୍ମ ହେଲେ ମୃତ୍ୟୁ ପର୍ଯ୍ୟନ୍ତ ନାନା ଦୁଃଖ କଷ୍ଟ ସହିବାକୁ ପଡ଼େ।